ନା ସୁଧାକର ମିଶ୍ର। ପେଶାରେ ମୁଁ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ଘରେ ମୋର ବାପା ମା ସ୍ତ୍ରୀ ଆଉ ଗୋଟେ ଛୋଟ ଝିଅ ଅଛି। 18 ଜୁନ୍ ଦିନ ମୋ ମଉସାଙ୍କ ପୁଅର ବାହାଘର ଥାଏ। ମୋ ପରିବାର ଲୋକ ସମସ୍ତେ ଯାଇସାରିଥାନ୍ତି, କିନ୍ତୁ କାମ ଚକରେ ମୋର ସେହିଦିନ ସେଠାକୁ ଯିବାର ଥାଏ। ଆମ ଘରଠାରୁ ମଉସାଙ୍କ ଘର ପାଖାପାଖି 45 କିଲୋମିଟର ରାସ୍ତା ହେବ। ତେଣୁ ମୁଁ ଚିନ୍ତା କଲି ଅଫିସରେ ହାଫ୍ ଟାଇମ୍ ଡ୍ୟୁଟି କରି ସେଇଠୁ ସିଧା ବାଇକ୍ ଧରି ମଉସାଙ୍କ ଘରକୁ ବାହାରିଯିବି। 2ଟା ବେଳକୁ ମୋର ଅଫିସ ଛୁଟି ହେଲା, କିନ୍ତୁ ଅଚାନକ ସେହି ସମୟରେ କଳା ଅନ୍ଧାରିଆ ମେଘ ଘୋଟି ଆସି ମୁଷଳ ଧାରାରେ ବର୍ଷା ପଡ଼ିବାକୁ ଲାଗିଲା। ତ ମୁଁ ସେଇଠି ଅଫିସ ବାହାରେ ଟିକେ ସମୟ ଅପେକ୍ଷା କଲି। ଅପେକ୍ଷା କରି କରି ଶେଷରେ 2ଟାରୁ 4ଟା ବାଜିଗଲା, କିନ୍ତୁ ବର୍ଷା ଛାଡ଼ିବାର ନାଁ ଧରୁନଥାଏ। ପରନ୍ତୁ କିଛି ସମୟ ବର୍ଷା ପରେ ଧୀରେ ଧୀରେ ବର୍ଷାର ପ୍ରକୋପ ଟିକେ କମିଲା, କିନ୍ତୁ ଏବେ ବି ବର୍ଷା ଝିପଝିପ ପଡୁଥାଏ। ତ ସେଇ ଝିପଝିପ ବର୍ଷାରେ ମୁଁ ବାହାରି ପଡ଼ିଲି। ପାଖାପାଖି 20 କିଲୋମିଟର ଡ୍ରାଇଭିଂ କଲା ପରେ ମତେ ଗୋଟେ ରାସ୍ତା ଦେଖାଗଲା, ଯାହା ଡାହାଣ ପାଖକୁ ଯାଉଥାଏ। ସେ ରାସ୍ତାକୁ ଦେଖିବା କ୍ଷଣି ମୋର ମଉସାଙ୍କ କଥା ମନେ ପଡ଼ିଲା। ମଉସା କହିଥିଲେ କି ମଝିରେ ଗୋଟେ ସର୍ଟକଟ ରାସ୍ତା ପଡ଼ିବ, କିନ୍ତୁ ଭୁଲରେ ବି ସୁଦ୍ଧା ସେ ରାସ୍ତାରେ ତୁ କେବେ ବି ଆସିବୁନି। ତେଣୁ ମୁଁ ବି ସେ ରାସ୍ତାକୁ ଇଗ୍ନୋର କଲି ଆଉ ସିଧା ରାସ୍ତାରେ ଆଗକୁ ଯିବାକୁ ଲାଗିଲି। ସେତେବେଳକୁ ସନ୍ଧ୍ୟା ପାଖାପାଖି 7ଟା ବାଜିଥାଏ ଆଉ ଗାଡ଼ି ମୁଁ ଧୀରେ ଧୀରେ ଚଳେଇ ଆଗକୁ ନେଉଥାଏ, କାହିଁକି ନା ରାସ୍ତା ବର୍ଷା କାରଣରୁ ଖସଡ଼ା ହୋଇଯାଇଥାଏ। ଏବେ ମୁଁ ସେଠୁ ଆଉ 3 କିଲୋମିଟର ଆଗକୁ ବଢିଥାଏ କି ସାମ୍ନାର ରାସ୍ତା ପୁରା ଜାମ୍ ଥିବାର ମତେ ନଜର ଆସିଲା। ସେ ରାସ୍ତା ଉପରେ ଗୋଟେ ବଡ଼ ଗଛ ଖସି ପଡ଼ିଥାଏ, ଯାହା ଫଳରେ ସମ୍ପୂର୍ଣ୍ଣ ରାସ୍ତା ପୁରା ବ୍ଲକ୍ ପଡ଼ିଥାଏ। ମୁଁ ସେଠି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା ବି କଲି ବ୍ଲକେଜ ହଟିବା ପାଇଁ, କିନ୍ତୁ ବ୍ଲକେଜ ହଟି ପାରିଲା ନାହିଁ। ମୁଁ ବୁଝିପାରୁନଥାଏ ମୁଁ ଏବେ କରିବି କଣ, କାହିଁକି ନା ବାହାଘରକୁ ଯିବା ବି ନିହାତି ଜରୁରୀ ଥାଏ। ଆଉ ତା ଉପରେ ପୁଣି ଥରେ ଝିପଝିପ ବର୍ଷା ପଡ଼ିବା ବି ଆରମ୍ଭ ହୋଇସାରିଥାଏ। ତେଣୁ ମୁଁ ଚିନ୍ତା କଲି, ଚାଲ ପଛକୁ ଫେରିଯିବା, କାଲିକି ଦେଖିବା କଣ ହଉଛି। ଏହା ଭାବି ଯେତେବେଳେ ମୁଁ ପଛକୁ ଲେଉଟି ଆସୁଥାଏ ମତେ ସେ ରାସ୍ତା ପୁଣି ଥରେ ନଜର ଆସିଲା। ମୁଁ ସେଠି ଛିଡ଼ା ହୋଇ ବହୁତ ଭାବିଲି, କିନ୍ତୁ ଜଣା ନାହିଁ କାହିଁକି ମୁଁ ସେ ରାସ୍ତାରେ ଯିବାଟା ଉଚିତ ଭାବିଲି। ଏହା ଭାବି କି ଯାହା ହବ ଦେଖାଯିବ, କାହିଁକି ନା ଏବେ ଏବେ ଜଷ୍ଟ ମୋ ଆଖି ସାମ୍ନାରେ ଗୋଟେ କାର ସେହି ରାସ୍ତା ଦେଇ ଆଗକୁ ଯାଉଥାଏ। ତ ମୋ ମନରେ ତାକୁ ଦେଖି ଗୋଟେ ଅଲଗା ପ୍ରକାର ସାହସ ଏକଜୁଟ ହୋଇଗଲା ଆଉ ମୁଁ ସେ ରାସ୍ତା ଦେଇ ଆଗକୁ ଯିବାକୁ ଲାଗିଲି। ରାସ୍ତା ସମ୍ପୂର୍ଣ୍ଣ ରୂପେ ଅନ୍ଧକାରେ ବୁଡ଼ି ରହିଥାଏ ଆଉ ତାର ଉଭୟ ପାଖ ଖାଲି ବଡ଼ ବଡ଼ ଗଗନଚୁମ୍ବୀ ଗଛଲତାରେ ପରିପୂର୍ଣ୍ଣ ଥାଏ। ସେ ରାସ୍ତାକୁ ଦେଖି ମନେ ହେଉଥାଏ ଯେମିତି ସେ ରାସ୍ତାରେ କେହି ଯିବା ଆସିବା କରୁନାହାନ୍ତି, ବା ସେଇ ରାସ୍ତା ଯେମିତି କାହିଁ କେତେ ଅମଳରୁ ସେମିତି ବନ୍ଦ ପଡ଼ିଛି। ଏବେ ମୁଁ ସେଠୁ କିଛି ଦୂର ଆଗକୁ ବଢିଥାଏ କି ସାମ୍ନାର ରାସ୍ତା କଡ଼ରେ ମତେ ଗୋଟେ ସ୍ତ୍ରୀ ଲୋକ ଛିଡ଼ା ହୋଇଥିବା ନଜର ଆସିଲା, ଯିଏକି ମତେ ହାତ ଇସାରା କରି ଗାଡ଼ି ଅଟକାଇବା ପାଇଁ କହୁଥାଏ। କିନ୍ତୁ ସେ ରାସ୍ତାରେ କେବଳ ମତେ ଛାଡ଼ିଦେଲେ ଚାରିପାଖ ଖାଲି କିଟିମିଟି କଳା ଅନ୍ଧାର ଓ ତା ସାଙ୍ଗକୁ ବଡ଼ ବଡ଼ ଗଗନଚୁମ୍ବୀ ଗଛଲତା, ଆଉ ତା ଉପରେ ସେ ଅନ୍ଧାର ଭିତରୁ ଜଙ୍ଗଲର ନୀରବତାକୁ ଚିରି ମାଡ଼ି ଆସୁଥିବା ରାତିଚର ଜୀବମାନଙ୍କର ଭୟାନକ ରଡ଼ି। ପୁରା ପରିବେଶରେ ମାନ ଯେମିତି ଏକ ଭୟର କମ୍ପନ ସୃଷ୍ଟି କରୁଥାଏ। ତା ଭିତରେ ମୁଁ ମୋ ବାଇକ୍ର ରଶ୍ମି ସାହାଯ୍ୟରେ ଆଗରେ ସେ ସ୍ତ୍ରୀ ଲୋକ ଛିଡ଼ା ହୋଇଥିବାର ମୁଁ ସ୍ପଷ୍ଟ ଦେଖିପାରୁଥାଏ। ସେତେବେଳକୁ ଘଡ଼ିରେ ସମୟ ହେଉଥାଏ ରାତି ପ୍ରାୟ 7:45। ତ ମୁଁ ଚିନ୍ତା କଲି ବୋଧେ ସେହି ରୋଡ ବନ୍ଦ ଥିବା କାରଣରୁ ଏ ସ୍ତ୍ରୀ ଲୋକ ଏ ରାସ୍ତାରେ ଆଗକୁ ଯାଉଥିବ। ତେଣୁ ମୁଁ ବାଇକ୍ ନେଇ ତା କତିରେ ଅଟକାଇଲି। ତ ସେ ସ୍ତ୍ରୀ ଲୋକ ମତେ କହିଲା, ମତେ ଏଇ ଆଗ ପର୍ଯ୍ୟନ୍ତ ଯିବାର ଅଛି, କିନ୍ତୁ ସେ ଗାଡ଼ିବାଲା ମତେ ଏଇଠି ଛାଡ଼ିଦେଲା, କଣ ଆପଣ ମତେ ଟିକେ ଲିଫ୍ଟ ଦେଇପାରିବେ? ଚାରିପାଖର ମାହୋଲକୁ ନଜରରେ ରଖି ମୁଁ ତାକୁ ମୋ ବାଇକ୍ରେ ବସାଇ ନେଲି। ତା ହାତରେ ଗୋଟେ ଛୋଟ ଭ୍ୟାନିଟି ବ୍ୟାଗ୍ ଥାଏ ଆଉ ସେ ଦେଖିବାକୁ ବି ବହୁତ ସୁନ୍ଦର ନଜର ଆସୁଥାଏ। ବାସ୍ ଅଧଘଣ୍ଟାର ଗୋଟେ ଲମ୍ବା ସଫର ଅତିକ୍ରମ କରିବା ପରେ ଏବେ ସେ ରାସ୍ତା ପାର ହୋଇ ଆମେ ଜଷ୍ଟ ବାହାରକୁ ବାହାରିଥାନ୍ତୁ କି ଅଚାନକ ମୋ ବାଇକ୍ ସ୍ଲିପ୍ କରିଗଲା ଆଉ ମୁଁ ଖଣ୍ଡେ ଦୂରରେ ଫିଙ୍ଗି ହୋଇ ପଡ଼ିଲି। କିନ୍ତୁ ଭାଗ୍ୟକୁ ମୋର କିଛି କ୍ଷତି ଘଟି ନଥାଏ। ମୁଁ ସଙ୍ଗେ ସଙ୍ଗେ ମୁଣ୍ଡରୁ ହେଲମେଟ୍ କାଢ଼ି ସେ ସ୍ତ୍ରୀ ଲୋକକୁ ଖୋଜିବାକୁ ଲାଗିଲି କି ତାର ଆଉ କିଛି ଅସୁବିଧା ହୋଇଯାଏନି ତ।
କିନ୍ତୁ ସେ ସ୍ତ୍ରୀ ଲୋକ ମୋତେ କେଉଁଠି ବି ନଜର ଆସିଲା ନାହିଁ। କେବଳ ଚାରିପାଖର ଅନ୍ଧାରକୁ ଛାଡ଼ିଦେଲେ, ଯାହା ମୋତେ ପୁରା ଆଶ୍ଚର୍ଯ୍ୟ କରିଦେଉଥାଏ। ତେଣୁ ପାଖାପାଖି ପ୍ରାୟ 5 ମିନିଟ୍ ପର୍ଯ୍ୟନ୍ତ ମୁଁ ତାକୁ ସେ ଅନ୍ଧାର ଭିତରେ ଖୋଜିଲି, କିନ୍ତୁ ତାକୁ କେଉଁଠି ପାଇଲି ନାହିଁ। ଯେମିତି ସେ ଅଚାନକ ମୋ ଆଖି ସାମ୍ନାରୁ କୁଆଡ଼େ ଗାୟବ ହୋଇଗଲା। ତାପରେ ସେଠାରେ ତାକୁ ନ ପାଇ ମୁଁ ସେଠୁ ଆଗକୁ ବଢ଼ିଗଲି। କିଛି ସମୟ ପରେ ମୁଁ ଯାଇ ମଉସାଙ୍କ ଘରେ ପହଞ୍ଚିଗଲି। ମଉସାଙ୍କ ଘରେ ପହଞ୍ଚି ପ୍ରଥମେ ମୁଁ ଫ୍ରେଶ ହୋଇ ରାତିର ଡିନର କରିନେଲି, ଆଉ ତାପରେ ଫଙ୍କସନ ଆଟେଣ୍ଡ କରି ମୋ ରୁମକୁ ଚାଲି ଆସିଲି। ରାତି ପାଖାପାଖି 2ଟା ବେଳକୁ ଗୋଟେ ଜୋରେ ଚିତ୍କାର ମୋ ନିଦ ଭାଙ୍ଗିଦେଲା। ପାଖରେ ମୋ ସ୍ତ୍ରୀ ପ୍ରିୟଙ୍କା ମୋତେ ଦେଖି ଜୋରେ ଚିତ୍କାର କରୁଥାଏ, ଆଉ ସଙ୍ଗେ ସଙ୍ଗେ ସେ ବେଡରୁ ଉଠିଯାଇ ଭୟରେ ଘରର କବାଟ ଖୋଲିଦେଲା। ଅଚାନକ ରାତି ଅଧରେ ଏତେ ଜୋରେ ଆବାଜ ଶୁଣି ମଉସାଙ୍କ ଘର ଲୋକ ବି ଆମ ରୁମକୁ ଆସିଗଲେ। କିନ୍ତୁ ତାପରେ ପ୍ରିୟଙ୍କା ଯେଉଁ ସବୁ କଥା ଆମ ଆଗରେ କହିଲା, ତାହା ଶୁଣି ଆମ ସମସ୍ତଙ୍କର ହୋସ ହିଁ ଉଡ଼ିଗଲା। ସେ କହିଲା କି ଯେତେବେଳେ ତୁମେ ଅର୍ଥାତ୍ ମୁଁ ଯେତେବେଳେ ବେଡରେ ଶୋଇଥାଏ, ମୋ ମୁହଁ ସାମ୍ନାର ମିରରରେ ପଡୁଥାଏ, ତ ସେ ମିରରରେ ଗୋଟେ ଭୟାନକ ଚେହେରାର ସ୍ତ୍ରୀ ଲୋକ ମୋ ସହ ବେଡରେ ଶୋଇଥିବା ନଜର ଆସୁଥାଏ। ଏସବୁ ଶୁଣିବା ପରେ ମଉସା ତୁରନ୍ତ ମୋ ପାଖକୁ ଆସିଲେ, ଆଉ ମୋତେ ପଚାରିଲେ, କଣ ତୁ ସେ ରାସ୍ତାରେ ଆସିଥିଲୁ ଯେଉଁ ପାଖେ ତୋତେ ଆସିବାକୁ ମୁଁ ମନା କରିଥିଲି? ତ ମୁଁ ତାଙ୍କୁ ହଁରେ ଉତ୍ତର ଦେଲି। ତାପରେ ମଉସା ଏସବୁ ଘଟଣା ପଛର କାରଣ ଆମକୁ କହିଲେ, ଆଉ ତୁରନ୍ତ ଜଣେ ତାନ୍ତ୍ରିକକୁ ଗାଁରୁ ଡାକିଲେ। ତାନ୍ତ୍ରିକ ଘରକୁ ଆସିବା ପରେ ସଙ୍ଗେ ସଙ୍ଗେ ସେ ମୋ ଦେହକୁ ଗୋଟେ ମନ୍ତ୍ର ବଳରେ ବନ୍ଧନ କରିଦେଲା, ଆଉ ମୋତେ କହିଲା କି ଆଜି ଯଦି ତୁମେ ସଠିକ ଟାଇମରେ ମୋତେ ଡାକିନଥାନ୍ତ, ହୁଏତ କାଲି ତୁମେ ୟାକୁ ଆଉ ପାଇନଥାନ୍ତ। ଏ ଆତ୍ମା ୟାକୁ ତା ସାଥିରେ ନେଇ ଚାଲି ଯାଇଥାନ୍ତା। ତାପରେ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣେଇଲି କି ତାଙ୍କର ଆଶୀର୍ବାଦରୁ ମୁଁ ଆଜି ଜୀବିତ ଅଛି। ଆଜି ମୋ ସହ ଗୋଟେ ବଡ ଅଘଟଣ ଘଟୁ ଘଟୁ ଅଳ୍ପକେ ବର୍ତ୍ତିଗଲା। ପରନ୍ତୁ ସତ କହିବାକୁ ଗଲେ ସେଦିନ ସେ ଘଟଣା ପରଠାରୁ ମୁଁ କେବେ ବି ଆଉ ରାତିରେ ଭଲରେ ଶୋଇପାରେନି, କାହିଁକି ନା ସେଦିନର ସେ ଘଟଣା ମୋ ମନରେ ସବୁଦିନ ପାଇଁ ଏକ ଭୟର ଛାପ ଛାଡ଼ି ଦେଇଗଲା। ମୋତେ ଏବେ ବି ଲାଗେ ଯେମିତି କେହି ସବୁବେଳେ ମୋ ସାଥିରେ ରହିଛି, ଯିଏକି ମୋତେ ଛାଡ଼ିକି ଯିବାକୁ ଜମାରୁ ଚାହୁଁ।